ଭୋଗଗଡ଼ିଆ ଗ୍ରାମଠାରେ ଅଗ୍ନିକାଣ୍ଡରେ ଜଳିଗଲା 8 ଗୋଟି ଦୋକାନ, 20 ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ତହସିଲ ଅଧୀନ ଭୋଗଗଡ଼ିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି 8 ଗୋଟି ଦୋକାନ ସମ୍ପୂର୍ଣ୍ଣ ରୂପେ ଭସ୍ମୀଭୂତ ହୋଇଛି। ରବିବାର ପ୍ରାତଃ ସମୟରେ ଭୋଳାଗଡ଼ିଆ ଗ୍ରାମ ହାଟ ନିକଟରେ ଥିବା ଚିତ୍ତରଞ୍ଜନ ସାହୁଙ୍କ ଦୋକାନ ଗୃହ ଭିତରୁ ଧୂଆଁ ବାହାରୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରବର୍ତ୍ତୀ ସମୟରେ ଗୋଟିଏ ରୁମ୍ରୁ ଅନ୍ୟ ରୁମ୍କୁ ନିଆଁ ବ୍ୟାପିବାରେ ଲାଗିଥିଲା। ଏହା ଦେଖି ଗ୍ରାମବାସୀମାନେ ଖୁଣ୍ଟା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ ସୁଦ୍ଧା ନିଆଁର ପ୍ରକୋପ ତୀବ୍ର ଥିବାରୁ ଉକ୍ତ 8 ଗୋଟି ବ୍ୟବସାୟୀ ପ୍ରତିଷ୍ଠାନରେ ଥିବା ଚିତ୍ତରଞ୍ଜନଙ୍କ ହାର୍ଡୱେୟାର ଓ ଗ୍ରୋସରୀ, ତ୍ରିଲୋଚନ ସାହୁଙ୍କ ଗ୍ରୋସରୀ ଦୋକାନ, ସୁମନ୍ତ ଶତପଥୀଙ୍କ ପୂଜା ସାମଗ୍ରୀ ଦୋକାନ, ସୁଦାମ ନାୟକଙ୍କ ଇଲେକ୍ଟ୍ରୋନିକ ଦୋକାନ, ଶିବଚରଣ ବେହେରାଙ୍କ ଗ୍ରୋସରୀ ଦୋକାନ, ବିରାମ ଟୁଡୁଙ୍କ ସାଇକେଲ ଦୋକାନ ଓ ଲାଲ ବାହାଦୁର ସରେନଙ୍କ ଲୁଗା ଦୋକାନରେ ଥିବା ସାମଗ୍ରୀଗୁଡ଼ିକ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ ପ୍ରାୟ 20 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ଜଣାପଡ଼ିଛି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନଥିବା ବେଳେ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଏନେଇ ଆଜି ଦିନ ପ୍ରାୟ 12 ଘଟିକା ସମୟରେ ସୂଚନା ମିଳିଛି।